ବାଲେଶ୍ୱର ସହର ଉପକଣ୍ଠ ତଥା ସହରର ମୁଖଶାଳା କୁରୁଡ଼ା ଛକଠାରେ ଶ୍ରୀ ଭାଗବତେଶ୍ୱର ଏବଂ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମହାଦେବ ମନ୍ଦିରର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ହେଲେ କେଦାରନାଥ, କାଶୀ ବିଶ୍ୱନାଥ, ସୋମନାଥ, ବୈଦ୍ୟନାଥ, ଭୀମଶଙ୍କର, ମଲ୍ଲିକାର୍ଜୁନ, ରାମେଶ୍ୱର, ନାଗେଶ୍ୱର, ତ୍ରମ୍ବକେଶ୍ୱର, ଘୃଣ୍ଣେଶ୍ୱର, ଓଙ୍କାରେଶ୍ୱର ଓ ମହାକାଳେଶ୍ୱର। ଏହା ବ୍ୟତୀତ ମନ୍ଦିର ଚତୁଃପାର୍ଶ୍ୱରେ ଭଗବାନଙ୍କ 10 ଅବତାର ଏବଂ ଅନ୍ୟାନ୍ୟ ଦେବାଦେବୀଙ୍କ ସ୍ଥାନିତ କରାଯାଇଛି। ଗତ 2 ତାରିଖ ସରସ୍ୱତୀ ପୂଜାଠାରୁ 4 ତାରିଖ ମାଘ ସପ୍ତମୀ ପର୍ଯ୍ୟନ୍ତ ଚାଲିଥିବା ଏହି ପବିତ୍ର ମହାସମାରୋହରେ ଦେବଜ୍ଞ ବ୍ରାହ୍ମଣଙ୍କ ସମେତ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ରେମୁଣା ବ୍ଲକ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ, କୁରୁଡ଼ାର ପୂର୍ବତନ ସରପଞ୍ଚ କାର୍ତ୍ତିକ ଗିରିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ। 3 ଦିନ ଧରି ମନ୍ଦିର ପରିସରରେ ପ୍ରସାଦ ସେବନ, ଯଜ୍ଞକର୍ମ ଓ ଭଜନ ସମାରୋହ ଜାରି ରହିଥିଲା। ମନ୍ଦିରର ପ୍ରତିଷ୍ଠାତା ବିଶ୍ୱନାଥ ମହାନ୍ତି ଏବଂ ତାଙ୍କ ଧର୍ମପତ୍ନୀ ରେବତୀ ସହ ମଙ୍ଗଳବାର ପ୍ରତିଷ୍ଠା କାର୍ଯ୍ୟ ଶେଷ ପରେ ଉକ୍ତ ମନ୍ଦିର ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଥିବା ସୂଚନା ଦେଇଛନ୍ତି। ଆଜି କ'ଣ ଆପଣଙ୍କର ମନ୍ଦିରରେ ସମାପନ ହେଲା? ମୁଁ ବିଶ୍ୱନାଥ ମହାନ୍ତି, ଶ୍ରୀ ଶ୍ରୀ ଭାଗବତେଶ୍ୱର ଓ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମହାଦେବ ମନ୍ଦିର ପ୍ରତିଷ୍ଠାର ମୁଁ ଆବାହକ, ମୁଁ ସେବକ ମାତ୍ର। 2 ତାରିଖ ସରସ୍ୱତୀ ପୂଜା 2/2/2025 ଠାରୁ ରବିବାର ଠାରୁ ଆଜି 4/2/2025 ମଙ୍ଗଳବାର ପର୍ଯ୍ୟନ୍ତ ଆଜି ମାଘ ସପ୍ତମୀରେ ସମାପନ ହେଉଛି। ଏଠିରେ କାର୍ଯ୍ୟକ୍ରମ ହେଉଛି ଭାଗବତେଶ୍ୱର ମହାଦେବ ଓ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ, ଅର୍ଥାତ୍ ସାରା ଭାରତ ବର୍ଷରେ 12ଟି ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମନ୍ଦିର ଅଛି, ଜ୍ୟୋତିର୍ଲିଙ୍ଗ ମନ୍ଦିର ଅଛି। କେଉଁ ରାଜ୍ୟର 2ଟା ଅଛି, ମଧ୍ୟପ୍ରଦେଶର 2ଟା ଅଛି, ଉଜ୍ଜୟିନୀ ମହାକାଳ, ପରଲ୍ୟା ବୈଦ୍ୟନାଥ ଇତ୍ୟାଦି। ଉତ୍ତରପ୍ରଦେଶର 2ଟା ଅଛି, ହିମାଳୟ କେଦାର ଏବଂ କାଶୀ ବିଶ୍ୱନାଥ ଉତ୍ତରପ୍ରଦେଶରେ। କିନ୍ତୁ ଓଡ଼ିଶାର 12 ଜ୍ୟୋତିର୍ଲିଙ୍ଗ ଭିତରେ କୌଣସି ନାହିଁ ଜ୍ୟୋତିର୍ଲିଙ୍ଗ। ଗୋଟିଏ ଜାଗାରେ ଏଇଠି ପ୍ରଥମ କରି ଜ୍ୟୋତିର୍ଲିଙ୍ଗ ମନ୍ଦିର, ପୁଣି 12ଟି ଜ୍ୟୋତିର୍ଲିଙ୍ଗ ଏଇଠି ଦର୍ଶନ କରିପାରିବେ। ଆମର ପଇସା ପତ୍ର ଖର୍ଚ୍ଚ କରିକି ଏତେ ଆଡ଼େ ବୁଲିବା ବହୁତ କଷ୍ଟ ହେଉଛି। ମୁଁ ଯେ ଏଇଟା କରିଛି ସେୟା ନୁହେଁ, ଏଇଟା ମହାପ୍ରଭୁଙ୍କ ମନକୁ କେମିତି ଆସିଲା ଏମିତି କରିବା ପାଇଁ? ମୋ ମନକୁ ଆସିଲା, ମୁଁ ଭୁବନେଶ୍ୱର ସର୍ଭିସ୍ କରୁଥିଲି 1985 ମସିହାରୁ। ମୋ ଦୈନନ୍ଦିନ 14 ବର୍ଷ ଲିଙ୍ଗରାଜ ମନ୍ଦିର ଯାଏ, ସକାଳେ ଦୀପ ଦେଇ ମୁଁ ସବୁଦିନ। 14 ବର୍ଷ ପରେ ଯେତେବେଳେ ଆମର କାଉନସିଲ୍ ଅଫିସ୍ ଉଠି ଆସିଲା ଏପଟକୁ, ମୁଁ ସେତେବେଳେ ଠାକୁରଙ୍କୁ କହିଲି, ମୁଁ ତ ତୋତେ ନୀତି ବାବା ଦର୍ଶନ କରୁଥିଲି, ଆଉ ମୁଁ କ'ଣ କରିବି? ସେଠୁ ତାଙ୍କର ଏମିତି ଅପାର କରୁଣା ହେଲା, ସେ 14 ବର୍ଷ ଭିତରେ କିଛି ପୁଣ୍ୟ ଥାଇପାରେ ଯାହାକି ମୁଁ ସେଠି ଆଖଣ୍ଡଳମଣି ମନ୍ଦିର ନୀଳାଦ୍ରି ବିହାର କଲି, ସେଠି ପୂଜା ପାଉଛନ୍ତି। ଏବଂ ବିଶ୍ୱନାଥ ମହାଦେବ ମନ୍ଦିର ଡିଷ୍ଟ୍ରିକ୍ଟ ସେଣ୍ଟର ମନ୍ଦିର ତିଆରି କରି ହିନ୍ଦୁ ଦେବୋତ୍ତରକୁ ଦେଇଛି। 899 ବିକେଏମ୍ ତାର ରେଜିଷ୍ଟ୍ରେସନ୍ କରିଛି। ଏବଂ ମୋର ଫାଦର ଶ୍ୱଶୁର ଭାଗବତସ ମୋତେ ଏ ଜାଗାଟିକୁ ଦାନ କରିଛନ୍ତି। ମୁଁ ତାଙ୍କର ଯେହେତୁ ସାନ ଜ୍ୱାଇଁ ଦାନ କରିଛନ୍ତି। ଦାନ କରିବାର ସେ ମୋତେ ଦେଲେ, ମୁଁ କ'ଣ ବା ଦେବି? ମୁଁ ଠାକୁରଙ୍କ ପୂଜା କରେ ବୋଲି ବୋଧେ ଠାକୁରଙ୍କ ମୋତେ ଦିନେ ସ୍ୱପ୍ନ ହେଲା, ତୁ ଏଇଠି ମନ୍ଦିର କର। ମୁଁ 92 ମସିହାରେ ଯେତେବେଳେ ଘର ଆରମ୍ଭ କଲି, ଏଇଠି ଗୋଟେ ମନ୍ଦିର ତିଆରି କରିବା ପାଇଁ ଥିଲା। ମୋର ଆଖଣ୍ଡଳମଣି ଆରାଧ୍ୟ ଠାକୁର ମହାଦେବ, ମୋ ଡିଭୋଟି ମହାଦେବଙ୍କର। ତେଣୁ 92 ମସିହାର ଆରମ୍ଭ କରିଥିଲି। ସେ ନିୟମ ପଡ଼ିଥିଲା, ଗ୍ରେଡ୍ ବି ପଡ଼ି ହେଇପାରିଲାନି। ତାପରେ 2008ରେ ସେପଟେ ଗୋଟେ ପକେଇଲେ, ସେପଟେ କରିପାରିଲେନି। କିନ୍ତୁ ଏକାଥରେ 14 ମନ୍ଦିର ହେଇଗଲା। ମୁଁ କିଛି ଜାଣିପାରିଲିନି। ହଠାତ୍ କେମିତି ଭାବରେ ଠାକୁରଙ୍କର କୃପା ହେଲା। ସେ ମିସ୍ତ୍ରୀ ଆସିଲେ, ବିଶ୍ୱକର୍ମା ମିସ୍ତ୍ରୀ, ତାକୁ ଦେଇଛି। 3 ବର୍ଷ ହେଲା ନିରନ୍ତର ଭାବରେ 4 ଜଣ ଲୋକ କାମ କରୁଛନ୍ତି ଏବଂ ତାଙ୍କ ଦେହ ପା ବି ଖରାପ କିଛି ହେଇନି। ମୋ କିନ୍ତୁ ଚାଲିଛି କାମ ହେଇକି। ଏଇ ସରସ୍ୱତୀ ପୂଜାରେ ସେ ମନ୍ଦିର ପ୍ରତିଷ୍ଠା ହେଲେ, ସେ ପଞ୍ଚମୀ ସରସ୍ୱତୀ ପୂଜାରେ ଏବଂ ମାଘ ସପ୍ତମୀରେ ଆଜି ଉଦ୍ଯାପନ ଦିବସ। ଏବଂ ଏଥିରେ ମଧ୍ୟ 4000 ଲୋକଙ୍କର ପ୍ରସାଦ ସେବନ ହେଇଛି। କିଛି ନାହିଁ। ଆମେ ତ ଗୋଟେ ଇଟା ଟେକି ପାରିବାନି, ମୋର ବୟସ ନାହିଁ, ଇଟା ଟେକି ପାରିବାନି। କିନ୍ତୁ ଏଇ ମନ୍ଦିର ହେଇଛି, କାର୍ଯ୍ୟକ୍ରମ ହେଇଛି, ସେ ସବୁ ଠାକୁରଙ୍କର ଇଚ୍ଛା, ଆମେ ଚାହିଁଲେ ହେବନି। ସ୍ଥାନୀୟ ଲୋକଙ୍କର ବି ସହଯୋଗ ରହିଛି, ସ୍ଥାନୀୟ ଲୋକଙ୍କର ପୂର୍ଣ୍ଣ ସହଯୋଗ
ଏ ତ ଆପଣ ଆସୁଛନ୍ତି ଦେଖୁଛନ୍ତି 4000 ঊର୍ଦ୍ଧ୍ୱ ଲୋକ ପ୍ରସାଦ ସେବନ କରୁଛନ୍ତି, ଖୁସି ମନରେ ମନାଉଛନ୍ତି। ସେ 8ଟାରୁ ଭଜନ ସମାରୋହ ହେଉଛି, ଗୋଟେ ସୁଦ୍ଧା ସାରିଦେବା କଥା, କିନ୍ତୁ ସେ 3ଟା 15 ହେଲାଣି ତଥାପି ଚାଲିଛି। ତେଣୁ ଠାକୁରଙ୍କର ଏଇ ଯେଉଁ ଜିନିଷ ଏଇଟା ଆମେ ହେବନି, ସେ କେବଳ ମହାପ୍ରଭୁଙ୍କର ଇଚ୍ଛା। ଆଉ ସିଏ ନଥିଲେ ଆମେ କିଏ? ମୁଁ କିଛି କରିନି, ସିଏ ସବୁ ସେ ଈଶ୍ୱରଙ୍କର ଇଚ୍ଛା। ତେଣୁ ଗୋଟେ କଥା ନାହିଁ ନା, ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତ୍ୱାଂ ସର୍ବ ପାପେଭ୍ୟୋ ମା ମୁଖ୍ୟ ମା। ଏଇ ଯେଉଁ 12 ଜ୍ୟୋତିର୍ଲିଙ୍ଗ ମଧ୍ୟ ଏଠି ହେଇଛି, ସେଇଠି କେଦାରନାଥ, କାଶୀ ବିଶ୍ୱନାଥ, ସୋମନାଥ, ବୈଦ୍ୟନାଥ, ସେ ବୈଦ୍ୟନାଥ ରାବଣ ନେଇଥିଲା କାନ୍ଧି, ଏବଂ ଭୀମଶଙ୍କର, ମଲ୍ଲିକାର୍ଜୁନ, ଇଏ 6 ଜ୍ୟୋତିର୍ଲିଙ୍ଗ। ସେପଟେ 6 ଜ୍ୟୋତିର୍ଲିଙ୍ଗ ରାମେଶ୍ୱର, ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ, ତ୍ରୟମ୍ବକେଶ୍ୱର ଜ୍ୟୋତିର୍ଲିଙ୍ଗ, ଘୃଷ୍ଣେଶ୍ୱର ଜ୍ୟୋତିର୍ଲିଙ୍ଗ, ଓଙ୍କାରେଶ୍ୱର ଜ୍ୟୋତିର୍ଲିଙ୍ଗ ଏବଂ ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ। ଏହି 12 ଜ୍ୟୋତିର୍ଲିଙ୍ଗ, 12 ଜ୍ୟୋତିର୍ଲିଙ୍ଗର 12 ଜଣଙ୍କର 12ଟା ମନ୍ଦିର ହେଇଛି। ଭାଗବତେଶ୍ୱର ମହାଦେବ ମନ୍ଦିର ହେଇଛି, ଆଉ ଗଣେଶ ମନ୍ଦିର ଗୋଟେ ହେଇଛି। ଏମିତି 14ଟା ମନ୍ଦିର ହେଇଛି। ଏହାଟା ମଧ୍ୟ ଏ ଅନୁଷ୍ଠାନ ଆପଣମାନଙ୍କ ପାଇଁ, ଆପଣଙ୍କ ଦ୍ୱାରା ଉନ୍ନତି ସାଫଲ୍ୟ ମଣ୍ଡିତ ହେବ। ଆଜିଠାରୁ ଏ ଅନୁଷ୍ଠାନ ସର୍ବସାଧାରଣଙ୍କୁ ଉତ୍ସର୍ଗୀକୃତ କରାଗଲା ଏବଂ ସମସ୍ତେ ନିଃଶୁଳ୍କରେ ଆସି ଦର୍ଶନ କରିବେ। କାହାକୁ ପଇସା 5 ପଇସା ଦେବାର ନାହିଁ, କିନ୍ତୁ ଏ ଠାକୁରଙ୍କ ଉଦ୍ଦେଶ୍ୟରେ ଆପଣ ଆସନ୍ତୁ, ସମସ୍ତେ ତାଙ୍କର ଆଶୀର୍ବାଦ ନିଅନ୍ତୁ ଏବଂ ବିଶ୍ୱବାସୀ ଶାନ୍ତିରେ କାଳତିପାତ କରନ୍ତୁ, ବିଶ୍ୱକୁ ଶାନ୍ତି ପ୍ରଦାନ କରନ୍ତୁ। ମୁଁ ଏଇ ଯେଉଁ 3 ଦିନ ଉପବାସରେ ମୁଁ ଏପର୍ଯ୍ୟନ୍ତ ପାଣିଟିଏ ପିଇନି, ମୁଁ ଖାଲି ଠାକୁରଙ୍କୁ ଡାକୁଛି, ଇଏ ବିଶ୍ୱବାସୀକି ତୁ ଶାନ୍ତି ଦେବୁ ଏବଂ ହିଂସା ଦ୍ୱେଷକୁ ପରିହାର କରି ତୁ ନିଶ୍ଚିତ ଭାବରେ ମାନେ ଲୋକଙ୍କ ମନରେ ହିଂସା କପଟକୁ ତ୍ୟାଗ କରି ଶାନ୍ତିର ବାର୍ତ୍ତା ଦେବୁ ଏବଂ ଯିଏ ଯାହା ମନସ୍କାମନା ଆସିବ ତାକୁ ପୂରଣ କରିବୁ। ମୁଁ ଏ କଥା କହୁଛି। ତେଣୁ ଏତିକି କହି ମୁଁ ମୋର ବାଣୀର ବିରାମ ଦେଉଛି। ଆପଣ